ମୁଁ କିଛି ସମୟ ତାର ହରକତ ପାଇଁ ଅପେକ୍ଷା କରୁଥିଲି, କିନ୍ତୁ ଲାଗୁଥିଲା ଯେମିତି ସେ ଗଭୀର ନିଦ୍ରାରେ ଶୋଇଛି। ଏହା ମୋ ସାହସକୁ ଆହୁରି ବଢ଼ାଇ ଦେଲା। ତା ଉପରେ ଚାଦର ଘୋଡ଼ି ହୋଇ ରହିଥିଲା, କିନ୍ତୁ ମୁଁ ଚାଦର ଉପରୁ ହିଁ ହାତ ଲଗାଉଥାଏ। ପ୍ରାୟ 15 ମିନିଟ୍ ମୁଁ ଏହିପରି ଚାଦର ଉପରୁ ହାତ ଲଗାଇ ରହିଲି, କିନ୍ତୁ ତାଙ୍କର କୌଣସି ଇସାରା ନଥିଲା। ଘରେ ଖୁବ୍ ଅନ୍ଧାର ଥିଲା, ଆଉ ବାହାରୁ ଜୋରରେ ବର୍ଷା ଶବ୍ଦ ହେଉଥିଲା। ଏବେ ମୋ ସାହସ ଆହୁରି ବଢ଼ିଗଲା, ଆଉ ମୁଁ ଆହୁରି ସାମ୍ନାକୁ ଖସିଗଲି। ଏବେ ତା ଓ ମୋ ମଧ୍ୟରେ ଦୂରତା ବହୁତ କମ୍ ହୋଇଗଲା, କିନ୍ତୁ ଯେମିତି ହିଁ ମୁଁ ମୋ ହାତକୁ ତା ଚାଦର ଭିତରେ ପୂରେଇଲି, ସେ ତୁରନ୍ତ ମୋ ହାତକୁ ଧରିଲା, ଆଉ ତାପରେ ଏମିତି ଜାଗାରେ ରଖିଲା ଯେ ମୁଁ ନିଜକୁ ଅଟକାଇ ପାରିଲି ନାହିଁ। ଦ୍ୱାଦଶ ପରୀକ୍ଷା ଦେବା ପରେ ମୁଁ ମୁକ୍ତ ଥାଏ, ଆଉ ଏବେ କେବଳ ଆରାମ କରିବା ଓ ଘୂରି ବୁଲିବା ବ୍ୟତୀତ ମୁଁ ଆଉ କିଛି ଚିନ୍ତା କରିବାକୁ ଚାହୁଁନଥାଏ। କିନ୍ତୁ ମୋତେ ମୁକ୍ତ ଦେଖି ଘରେ ସମସ୍ତେ ମୋ ଠାରୁ ସବୁ କାମ କରାଇବାକୁ ମନେ ପକାଉଥିଲେ। କେତେବେଳେ ପନିପରିବା ଆଣ ତ କେତେବେଳେ ଦୁଧ ସରିଗଲା, କିନ୍ତୁ ମୁଁ ଯାହା ଯାହା ଚିନ୍ତା କରିଥିଲି ତାହା କିଛି ହେଉନଥିଲା। ଏହି ଖାଲି ସମୟରେ ମୁଁ କିଛି ମଜା କରିବାକୁ ଚାହୁଁଥିଲି, କିନ୍ତୁ ଏହି ସମୟଟା ଗୁଜରିବା ବହୁତ କଷ୍ଟକର ଲାଗୁଥିଲା। ବନ୍ଧୁମାନଙ୍କ ସହ ଘୂରିବାର ଯୋଜନା କଲି, କିନ୍ତୁ ସମସ୍ତଙ୍କର କିଛି ନା କିଛି ଅସୁବିଧା ହେତୁ ତାହା ମଧ୍ୟ ହେଲା ନାହିଁ। କିନ୍ତୁ ମା ମୋତେ କହିଲେ, ତୁମେ ତୁମ ମାଉସୀଙ୍କ ଘରକୁ ଯାଅ। ମୁଁ କିଛି ଜିନିଷ ପଠାଇବାକୁ ଚାହୁଁଛି, ଆଉ ତୁମ ମାଉସୀ ତୁମକୁ ଅନେକ ଥର ଡାକି ସାରିଛନ୍ତି, କିନ୍ତୁ ତୁମେ ଯାଉନାହଁ। ମୋ ମାଉସୀ ଲକ୍ଷ୍ନୌରେ ରହୁଥିଲେ, ଆଉ ମୁଁ ସେଠାକୁ ଯିବାକୁ କେବେ ବି ପସନ୍ଦ କରୁନଥିଲି। ତେଣୁ ଗତ 3-4 ବର୍ଷରୁ ମୁଁ ସେମାନଙ୍କ ଘରକୁ ଯାଇନଥିଲି। ସାଧାରଣତଃ ମୁଁ ମନା କରିଦେଉଥାଏ, କିନ୍ତୁ ଏଥର ଭାବିଲି ଘରେ ରହିବା ଅପେକ୍ଷା ମାଉସୀଙ୍କ ଘରକୁ ଯିବା ଭଲ। ସେଠାରେ ମୋ ସମୟ କିଛି ଗୁଜରିଯିବ, ନଚେତ୍ ଘରେ ପଡ଼ି ରହି ମୋ ସମସ୍ତ ଛୁଟି ବେକାର ହୋଇଯିବ। 2 ଦିନ ପରେ ମୁଁ ମାଉସୀଙ୍କ ଘରକୁ ବାହାରିଲି। ମାଉସୀଙ୍କ ଘର ଲକ୍ଷ୍ନୌର ଏକ ଛୋଟ ଅଞ୍ଚଳରେ ଥିଲା। ମୋତେ ଦେଖି ମାଉସୀ ବହୁତ ଖୁସି ହେଲେ। ମାଉସୀଙ୍କର 2ଟି ପିଲା ଥିଲେ, ଜଣେ ଝିଅ ବଡ଼ ଥିଲା ଆଉ ଜଣେ ପୁଅ ଛୋଟ ଥିଲା। ଦୁହେଁ ସ୍କୁଲକୁ ଯାଇଥିଲେ, ଆଉ ମାଉସୀ ମଧ୍ୟ ଘରେ ନଥିଲେ। ମଉସା ଘରେ ନଥିଲେ। ମାଉସୀ କହିଲେ ଯେ ମଉସାଙ୍କର ଅନ୍ୟ ସହରକୁ ବଦଳି ହୋଇଯାଇଛି, ତେଣୁ ସେ ସପ୍ତାହରେ 1 ଦିନ ହିଁ ଆସନ୍ତି। ଖାଇ ପିଇ ମୁକ୍ତ ହେବା ପରେ ମୁଁ ସମୟ ଗୁଜାରିବା ପାଇଁ ଛାତ ଉପରକୁ ଗଲି। ଛାତରେ ବହୁତ ଖୋଲା ଜାଗା ଥିଲା, ଆଉ ଗୋଟିଏ ପଟେ 2ଟି କୋଠରୀ ଥିଲା। ତା ମଧ୍ୟରୁ ଗୋଟେ ଷ୍ଟୋର ରୁମ୍ ଥିଲା, ଆଉ ଅନ୍ୟ କୋଠରୀର ଅବସ୍ଥା ଦେଖି ଲାଗୁଥିଲା ଯେ ଏହାକୁ ବେଳେବେଳେ ଶୋଇବା ପାଇଁ ବ୍ୟବହାର କରାଯାଉଛି। ସେହି କୋଠରୀରେ ଗୋଟିଏ ଛୋଟ ଖଟ ପଡ଼ିଥିଲା, ଆଉ ଖଟର 2 ପଟେ ବିଛଣା ଲାଗିଥିଲା। ସହନର ଗୋଟିଏ ପଟେ ଗୋଟିଏ ଛୋଟ ୱାସରୁମ୍ ଥିଲା, ଯାହାର ଅବସ୍ଥା ଦେଖି ଲାଗୁଥିଲା ଯେ ଏହା ବହୁତ କମ୍ ବ୍ୟବହାର ହେଉଛି। ମୁଁ ଛାତର କାନ୍ଥରୁ ଉଙ୍କି ମାରି ମହଲାର ଜାତୀୟ ନେଲି, କିନ୍ତୁ କିଛି ମଜାଦାର ଜିନିଷ ନଜରକୁ ଆସିଲା ନାହିଁ। ମୁଁ ତଳକୁ ଆସି ମାଉସୀଙ୍କ ସହ କଥାବାର୍ତ୍ତାରେ ବ୍ୟସ୍ତ ହୋଇଗଲି। କିଛି ସମୟ ପରେ ବାହାରୁ ଦୁଆର ଖୋଲିଲା, ଆଉ ସ୍କୁଲ ୟୁନିଫର୍ମରେ ଜଣେ ଗୋରା ସୁନ୍ଦରୀ ଝିଅ ଘରେ ପଶିଲା। ତାର ଆସିବା ଢଙ୍ଗରୁ ମୁଁ ଜାଣିଗଲି ଯେ ଏ ନିଶ୍ଚିତ ମାଉସୀଙ୍କ ଝିଅ। ଯଦି ଅନ୍ୟ କୌଣସି ଜାଗାରେ ଦେଖିଥାନ୍ତି, ତେବେ ହୁଏତ ଚିହ୍ନି ପାରିନଥାନ୍ତି, କାରଣ ସେ ପୁରାପୁରି ବଦଳି ଯାଇଥିଲା। ତାର ରଙ୍ଗ ଦୁଧ ପରି ଧଳା ଥିଲା, ନିଖୁଣ ଚେହେରା, ଲମ୍ବା ଘନ କେଶ ଯାହାକୁ ସେ ବେଣୀ କରି ବାନ୍ଧିଥିଲା। ରୌଦ୍ର ହେତୁ ତାର ଧଳା ରଙ୍ଗରେ ଲାଲିମା ଆସିଥିଲା। ସେ ଆସି ମୋତେ ପ୍ରଣାମ କଲା, ଯାହାର ମୁଁ ଭଲ ଭାବେ ଉତ୍ତର ଦେଲି, କିନ୍ତୁ ସେ କୌଣସି ଖାସ୍ ପ୍ରତିକ୍ରିୟା ଦେଖାଇଲା ନାହିଁ, ଆଉ ଘର ଭିତରେ କୋଠରୀ ଆଡ଼କୁ ଚାଲିଗଲା। ଲୁଗା ବଦଳାଇ ଖାଇବା ପରେ ସେ ନିଜ ପଢ଼ାରେ ବ୍ୟସ୍ତ ହୋଇଗଲା। ମୁଁ ତା ସହ ପଢ଼ା ବିଷୟରେ କଥା ହେବାକୁ ଚେଷ୍ଟା କଲି, କିନ୍ତୁ ସେ ମୋ କଥାର ଉଦାସୀନତାର ସହ ଉତ୍ତର ଦେଉଥିଲା। ତା ବ୍ୟତୀତ ଅନ୍ୟ କୌଣସି କଥା ସେ କହୁନଥିଲା। ମୁଁ ପଚାରିବାରୁ ସେ କହିଲା ଯେ ସେ 9ମ ଶ୍ରେଣୀରେ ପଢ଼ୁଛି, ଆଉ ଆଜିକାଲି ତାର ସ୍କୁଲରେ ଟେଷ୍ଟ ଚାଲିଛି। ମୁଁ ମାଉସୀ ଓ ତାଙ୍କ ପୁଅ ସହ କଥାବାର୍ତ୍ତାରେ ଲାଗିଲି, କିନ୍ତୁ ମୋ ମନ ବାରମ୍ବାର ତା ଆଡ଼କୁ ଯାଉଥିଲା। ସେ ମୋତେ ଯେତିକି ଉପେକ୍ଷା କରୁଥିଲା, ମୁଁ ତା ପାଖକୁ ଯିବା ପାଇଁ ସେତିକି ବାହାନା ଖୋଜୁଥାଏ। ମୋ ମନରେ ତା ବିଷୟରେ କୌଣସି ଖରାପ ଚିନ୍ତା ନଥିଲା, ତଥାପି ମୁଁ ତା ଆଡ଼କୁ ଦେଖୁଥାଏ ଆଉ ଚାହୁଁଥାଏ ସେ ମୋ ସହ କଥା ହେଉ। କିନ୍ତୁ ସେ ନିଜ ପଢ଼ାରେ ମଗ୍ନ ଥିଲା, ଆଉ ଏମିତି ଦେଖୁଥିଲା ଯେମିତି ମୁଁ ସେଠାରେ ନାହିଁ। ରାତିରେ ସମସ୍ତେ ଛାତ ଉପରେ ଶୋଉଥିଲେ। ମୋ ମାଉସୀ ଗୋଟେ ପଟେ ଚପାଇ ଉପରେ ବିଛଣା ପକାଇ ଦେଇଥିଲେ। ସେ ମାଉସୀଙ୍କ ପାଖରେ ଚାରପାଇ ଉପରେ ଶୋଇଥିଲା।
ସମସ୍ତେ ଶୋଇପଡ଼ିଥିଲେ, କିନ୍ତୁ ମୁଁ କେବଳ ତା ବିଷୟରେ ହିଁ ଚିନ୍ତା କରୁଥାଏ। ଘରୁ ମୁଁ ମାତ୍ର 2 ଦିନ ପାଇଁ ମାଉସୀଙ୍କ ଘରେ ରହିବାକୁ ଆସିଥିଲି, କିନ୍ତୁ ଏବେ ତା କାରଣରୁ ମୋର ଯିବାର ମନ ନଥିଲା। ସମସ୍ତେ ଶୋଇପଡ଼ିଥିଲେ, ଆଉ ମୁଁ ଶୋଇ ଦୂରରୁ ତାକୁ ଦେଖୁଥାଏ। ରାତିର ଅନ୍ଧାରରେ ସେ ମୋତେ ଦିଶୁନଥିଲା, ତଥାପି ତା ଆଡ଼କୁ ଦେଖି ମୋତେ ଶାନ୍ତି ମିଳୁଥିଲା। ଜାଣିନି ରାତିର କେଉଁ ପ୍ରହରରେ ମୋତେ ନିଦ ଆସିଗଲା। ସକାଳୁ ମାଉସୀଙ୍କ ଡାକରେ ମୋ ଆଖି ଖୋଲିଲା। ତେବେ ପ୍ରଥମେ ମୁଁ ତାକୁ ହିଁ ଦେଖିଲି, କିନ୍ତୁ ସେତେବେଳେ ସେ ବୋଧେ ସ୍କୁଲକୁ ଯାଇସାରିଥିଲା। ସାରା ଦିନ ମୁଁ ତାର ଫେରିବାକୁ ଅପେକ୍ଷା କରୁଥାଏ, କିନ୍ତୁ ଫେରିବା ପରେ ସେ ଆଗ ଦିନ ପରି ନିୟମିତ କାମ ଜାରି ରଖିଲା। ତାପରେ ମୁଁ ମାଉସୀଙ୍କ ପୁଅ କରଣ ସହ ବଜାରକୁ ଗଲି, ଆଉ ତା ପାଇଁ କିଛି ଜିନିଷ କିଣିଦେଲି। ମୁଁ ସେଠାରେ ତା ପାଇଁ ମଧ୍ୟ ଗୋଟିଏ ଚକୋଲେଟ୍ କିଣିଲି। ଘରକୁ ଫେରି ମୁଁ ତାକୁ ଚକୋଲେଟ୍ ଦେଲି, କିନ୍ତୁ ସେ କହିଲା ମୋତେ ଚକୋଲେଟ୍ ପସନ୍ଦ ନୁହେଁ, ଆଉ ପୁଣି ନିଜ ପଢ଼ାରେ ବ୍ୟସ୍ତ ହୋଇଗଲା। ସେ ମୋ ସହ ଯେତିକି ଅଜଣା ଭଳି ବ୍ୟବହାର କରୁଥିଲା, ମୋ ମନରେ ତା ପ୍ରତି ଆକର୍ଷଣ ସେତିକି ବଢ଼ୁଥିଲା, କାରଣ ମୋତେ ବାହାରକୁ ଯିବା ପାଇଁ କହୁଥିଲା, କିନ୍ତୁ ମୋର ତା ସାମ୍ନାରୁ ହଟିବାର ମନ ନଥିଲା। ମୋ ମନ କେବଳ ତାକୁ ହିଁ ଦେଖି ରହିବାକୁ ଚାହୁଁଥିଲା। ଏହି ରାତିରେ ମଧ୍ୟ ଆମେ ସମସ୍ତେ ଛାତ ଉପରେ ଶୋଇଥାଉ। ହଠାତ୍ ବର୍ଷା ଆରମ୍ଭ ହେଲା, ଆଉ ମାଉସୀ ମୋତେ କହିଲେ, ଭିତରେ କୋଠରୀକୁ ଯାଇ ଶୋଇପଡ଼। ଆଲୁଅ ନଥିବା କାରଣରୁ କୋଠରୀରେ ଖୁବ୍ ଅନ୍ଧାର ଥିଲା। ମୁଁ ଧୀରେ ଧୀରେ ଟାଣି ଟାଣି ଗୋଟେ ପଟେ କାନ୍ଥ ପାଖରେ ଶୋଇଲି। ଶୋଇବା ମାତ୍ରେ ମୋତେ ନିଦ ଆସିଗଲା। କିଛି ସମୟ ପରେ ମେଘର ଗର୍ଜନ ହେତୁ ମୋ ଆଖି ଖୋଲିଲା। ତେବେ ମୋତେ ଲାଗିଲା ଯେ ମୋ ପାଖରେ ଆଉ କେହି ଶୋଇଛି। ଆଲୁଅ ଏପର୍ଯ୍ୟନ୍ତ ଆସିନଥିଲା, ଆଉ କୋଠରୀରେ ବହୁତ ଅନ୍ଧାର ଥିଲା। ମୋ ମନେ ହେଲା ଯେ କରଣ ବୋଧେ ମୋ ପାଖରେ ଆସି ଶୋଇଛି। ଠିକ୍ ସେହି ସମୟରେ ଆକାଶର ବିଜୁଳି ଚମକିଲା, ଯାହାଦ୍ୱାରା କୋଠରୀରେ କିଛି ଆଲୁଅ ହେଲା, ଆଉ ମୁଁ ଦେଖିଲି ଯେ ମୋ ପାଖରେ କରଣ ନୁହେଁ, ବରଂ ତାର ଭଉଣୀ ଶୋଇଛି। ମୋର ତ ଶ୍ୱାସ ହିଁ ଅଟକିଗଲା, ଆଉ ମୋତେ ଲାଗୁଥିଲା ଯେମିତି ମୋ ଭିତରେ ଜାଣେ ନାହିଁ ତାକୁ ଏତେ ପାଖରୁ ଶୋଇଥିବା ଦେଖି ମୁଁ ମୋ ହୋସ୍ ହରାଇ ବସିଲି। ମୁଁ ତା ଆଡ଼କୁ କରବଟ ହୋଇ ଶୋଇଥାଏ। ଯେମିତି ହିଁ କିଛି ହରକତ କଲି, ମୋ ଜାଣେ ବାହାରିଯିବ। ମୁଁ ବହୁତ ସମୟ ଧରି ସେହି ଅବସ୍ଥାରେ ଶୋଇ ରହିଲି। କିଛି ସମୟ ପରେ ଯେତେବେଳେ ମୋ ମନ ସ୍ୱାଭାବିକ ହେଲା, ତାକୁ ଛୁଇଁବାର ଇଚ୍ଛା ହେଲା, କିନ୍ତୁ ମୋତେ ଡର ଲାଗୁଥାଏ। ସେ ଯଦି ତାର ଆଖି ଖୋଲିଗଲା, ତେବେ କିଛି ଅସୁବିଧା ହୋଇପାରେ। ମୋତେ ଅନୁମାନ ହେଲା ଯେ କୋଠରୀରେ ଅନ୍ଧାର ଥିବା କାରଣରୁ ସେ ଏଠାକୁ ଆସି ଶୋଇଛି। ଯଦି ତାକୁ ଜଣାଥାନ୍ତା, ତେବେ ସେ କେବେ ବି ଏଠାରେ ଶୋଇନଥାନ୍ତା। ମୁଁ କୌଣସି ହରକତ କରିବା ଆଗରୁ ଏହା ବୁଝିବା ଦରକାର ଥିଲା ଯେ ସେ ଭୁଲରେ ଏଠାରେ ଶୋଇଛି ନା ଜାଣିଶୁଣି। ମୁଁ ନିଦରେ କରବଟ ହେବା ଢଙ୍ଗରେ ମୋ ହାତକୁ ତା ବାହୁ ଉପରେ ଏମିତି ରଖିଲି ଯେ ତାର ଆଖି ଖୋଲିଯାଉ। ମୋ ହାତ ତାକୁ ଛୁଇଁବା ମାତ୍ରେ ମୋ ଭିତରେ ଯେମିତି ଏକ ଅଜଣା ବିଦ୍ୟୁତ୍ ପ୍ରବାହ ହେଲା। ତାର ବାହୁ ରେଶମୀ ତକିଆ ପରି ନରମ ଥିଲା। ମୋ ଯୋଜନା ଅନୁସାରେ ମୋ ହାତ ଲାଗିବାରୁ ତାର ଆଖି ଖୋଲିଗଲା। ସେ ତୁରନ୍ତ ମୋ ହାତକୁ ପଛକୁ କଲା ଆଉ ଉଠି ବସିଲା। ଅନ୍ଧାରରେ ସେ ମୋ ଆଡ଼କୁ ଗଭୀର ଭାବେ ଦେଖୁଥିଲା, ଯେମିତି ଜାଣିବାକୁ ଚେଷ୍ଟା କରୁଥିଲା ଯେ ତା ସହ କିଏ ଶୋଇଛି। ମୁଁ ଏମିତି ଅଭିନୟ କରୁଥାଏ ଯେମିତି ମୁଁ ଗଭୀର ନିଦରେ ଶୋଇଛି, ଆଉ ଆଖପାଖରେ କିଛି ଖବର ନାହିଁ। ମୋ ହାଲକା ଖରାଟ ଶୁଣି ତାକୁ ଜଣାପଡ଼ିଲା ଯେ ସେ କରଣ ନୁହେଁ, ମୋ ସହ ଶୋଇଛି। ସେ ତୁରନ୍ତ ନିଜ ଚାଦର ଉଠାଇ ଖଟର ଅନ୍ୟପଟେ ଯାଇ ଶୋଇଲା। ମୁଁ ଏକ ଥଣ୍ଡା ନିଶ୍ୱାସ ଛାଡ଼ିଲି, ଆଉ ନିଜକୁ ଗାଳି ଦେବାକୁ ଲାଗିଲି ଯେ ତାକୁ ଜଗାଇବାର କ'ଣ ଦରକାର ଥିଲା। ଅତି କମ୍ରେ ସେ ତ ମୋ ପାଖରେ ଶୋଇଥିଲା ନା। ଏବେ ଜାଣିନି ଏପରି ମୌକା ଆଉ ମିଳିବ କି ନାହିଁ। ପରଦିନ ସେ ଆଗ ପରି ବ୍ୟବହାର କଲା। ଏମିତି କିଛି ଲାଗୁନଥିଲା ଯେ ରାତିର ଘଟଣା ଉପରେ କିଛି ପ୍ରତିକ୍ରିୟା ଦେଖାଉଛି। ଆଜି ସେ କିଛି ଚିନ୍ତିତ ଦେଖାଯାଉଥିଲା, ଆଉ ଆଗ ଅପେକ୍ଷା ଅଧିକ ପଢ଼ାରେ ବ୍ୟସ୍ତ ଥିଲା। ମୁଁ କିଛି ସାହସ କରି ତାର ଚିନ୍ତାର କାରଣ ପଚାରିଲି। ତା ବଦଳରେ ମାଉସୀ କହିଲେ, କାଲି ତାର ଗଣିତ ପରୀକ୍ଷା, ଆଉ ସେ ଗଣିତରେ ବହୁତ ଦୁର୍ବଳ। ମୁଁ କହିଲି, ମାଉସୀ ଆପଣ ଚିନ୍ତା କରନ୍ତୁ ନାହିଁ, ମୁଁ ତାକୁ ପ୍ରସ୍ତୁତ କରାଇଦେବି। ଏହା ଶୁଣି ତାକୁ କିଛି ଆଶ୍ୱାସନା ମିଳିଲା। ମୁଁ ରାତି ଅଧିକ ସମୟ ତା ସହ ବସି ଗଣିତ ପ୍ରସ୍ତୁତ କରାଇଲି। ଏହି ସମୟରେ ଅନେକ ଥର ମୋ ହାତ ତା ଆଡ଼କୁ ଛୁଇଁଲା, ଆଉ ପ୍ରତ୍ୟେକ ଥର ମୋତେ ଯେମିତି ବିଦ୍ୟୁତ ଆଘାତ ଲାଗୁଥିଲା। ଏହାପରେ ସେ ମୋ ସହ କିଛି ମାତ୍ରାରେ ମୁକ୍ତ ହେଲା। ପରଦିନ ପରୀକ୍ଷା ଦେଇ ସେ ବହୁତ ଖୁସି ଦେଖାଯାଉଥିଲା। ମୁଁ ପଚାରିବାରୁ ସେ କହିଲା, ପରୀକ୍ଷା ବହୁତ ଭଲ ହେଲା, ଆଉ ଆଜି ମୋ ପରୀକ୍ଷା ମଧ୍ୟ ଶେଷ ହେଲା। ତାପରେ ସେ ମୋ ସହ ହାତ ମିଳାଇ ଧନ୍ୟବାଦ ଦେଇ କହିଲା, ଆପଣଙ୍କ କାରଣରୁ ମୋ ପରୀକ୍ଷା ଭଲ ହେଲା। ତାର ନାଜୁକ ହାତକୁ ମୋ ହାତରେ ଧରି ମୁଁ ଯେମିତି ନିଜଠାରୁ ଅଜଣା ହୋଇଗଲି।
ଏହାପରେ ମୁଁ ତାର ଏକ ସମ୍ପୂର୍ଣ୍ଣ ଭିନ୍ନ ରୂପ ଦେଖିଲି। ସେ ମୋ ସହ ବହୁତ ମୁକ୍ତ ହେଲା ଆଉ ପରବର୍ତ୍ତୀ 2 ଦିନ ଆମେ ଖୁବ୍ ଗପସପ୍ କଲୁ। ଏହି ରାତିରେ ଶୋଇବା ସମୟରେ ପୁଣି ବର୍ଷା ହେଲା ଆଉ ମାଉସୀ ମୋତେ ପୁଣି ଭିତର କୋଠରକୁ ଯାଇ ଶୋଇବାକୁ କହିଲେ। ମୁଁ କୋଠରୀରେ ଯାଇ ଅନ୍ୟପଟେ ଯେଉଁଠାରେ କରଣ ଶୋଇଥିଲା ସେଠାରେ ଶୋଇଗଲି। କିଛି ସମୟ ପରେ ମୋ ଆଖି ଖୋଲିଲା। କୋଠରୀରେ ଅନ୍ଧାର ଥିଲା। ସେହି ସମୟରେ ବିଜୁଳି ଚମକିଲା ଆଉ ସେହି କିଛି ସେକେଣ୍ଡର ଆଲୁଅରେ ମୋତେ ଲାଗିଲା ଯେ ମୋ ସହ କରଣ ନୁହେଁ ବରଂ ସେ ହିଁ ଶୋଇଛି। ମୁଁ ତ ଯେମିତି ଆଘାତ ପାଇଗଲି। କିଛି ସମୟ ଏମିତି ଶୋଇ ରହିବା ପରେ ମୁଁ ଭାବିଲି ଯେ ସେଦିନ ପରି ତାକୁ ପୁଣି ଜଗାଇଦେବି। ନଚେତ୍ ଆଲୁଅ ଆସିଲେ କିମ୍ବା ସକାଳୁ ମାଉସୀ ଦେଖିଲେ ଜାଣିନି କ'ଣ ଭାବିବେ। ମୁଁ ମୋ ହାତକୁ ତା ବାହୁ ଉପରେ ଏମିତି ଲଗାଇଲି ଯେମିତି ନିଦରେ ଲାଗିଲା। ସେ ଉଠି ବସିଲା ଆଉ ମୋ ଆଡ଼କୁ ଗଭୀର ଭାବେ ଦେଖିଲା। ତାପରେ ପୁଣି ସେହି ଜାଗାରେ ଶୋଇଗଲା। କିନ୍ତୁ ମୁଁ ଏବେ ବି ଶୋଇ ଅଭିନୟ ଜାରି ରଖିଥିଲି। ମୁଁ କାନ୍ଥ ପଟେ ଥାଏ ଆଉ ସେ ଖଟ ପଟେ। ଆମ ମଧ୍ୟରେ ଦୂରତା ବହୁତ କମ୍ ଥିଲା। କିନ୍ତୁ ଏବେ ମୋତେ ବୁଝା ପଡ଼ୁନଥିଲା ଯେ କ'ଣ କରିବି। ମୁଁ ଭାବିଲି ଉଠି ଅନ୍ୟପଟେ ଶୋଇବି, କିନ୍ତୁ ପୁଣି ସେହିପରି ଶୋଇ ରହିଲି। 10-15 ମିନିଟ୍ ଏମିତି ଶୋଇବା ପରେ ମୁଁ କିଛି ସାହସ କରି ମୋ ହାତକୁ ଆଗକୁ ବଢ଼ାଇଲି ଆଉ ତାର ଅଣ୍ଟା ଉପରେ ରଖିଲି। ହାତ ରଖିବା ମାତ୍ରେ ମୋତେ ଜାଣିନି କ'ଣ ହେବାକୁ ଲାଗିଲା। କିଛି ସମୟ ତାର କୌଣସି ହରକତ ପାଇଁ ଅପେକ୍ଷା କରୁଥାଏ, କିନ୍ତୁ ଲାଗୁଥିଲା ଯେମିତି ସେ ଗଭୀର ନିଦରେ ଶୋଇଛି। ଏହା ମୋ ସାହସକୁ ଆହୁରି ବଢ଼ାଇଲା। ତାପରେ ଚାଦର ଘୋଡ଼ି ରହିଥିଲା ଆଉ ମୁଁ ଚାଦର ଉପରୁ ହିଁ ହାତ ଫେରାଉଥାଏ। ପ୍ରାୟ 15 ମିନିଟ୍ ମୁଁ ଏହିପରି ଚାଦର ଉପରୁ ହାତ ଫେରାଇ ରହିଲି, କିନ୍ତୁ ତାଙ୍କର କୌଣସି ପ୍ରତିକ୍ରିୟା ନଥିଲା। ଘରେ ଖୁବ୍ ଅନ୍ଧାର ଥିଲା ଆଉ ବାହାରୁ ଜୋରରେ ବର୍ଷାର ଶବ୍ଦ ହେଉଥିଲା। ଏବେ ମୋ ସାହସ ଆହୁରି ବଢ଼ିଗଲା ଆଉ ମୁଁ ଆହୁରି ସାମ୍ନାକୁ ଖସିଗଲି। ଏବେ ତା ଓ ମୋ ମଧ୍ୟରେ ଦୂରତା ବହୁତ କମ୍ ହୋଇଗଲା। କିନ୍ତୁ ଯେମିତି ହିଁ ମୁଁ ମୋ ହାତକୁ ତା ଚାଦର ଭିତରେ ପୁରାଇଲି, ସେ ତୁରନ୍ତ ମୋ ହାତକୁ ଧରିଲା। ମୋର ତ ଯେମିତି ଜାନ୍ ବାହାରିଗଲା, କିନ୍ତୁ ମୁଁ କୌଣସି ହରକତ ନ କରି ସେହିପରି ଶୋଇ ରହିଲି। ଏପର୍ଯ୍ୟନ୍ତ ସେ ମୋ ହାତକୁ ଧରି ରଖିଥିଲା। ତାପରେ ସେ ସିଧା ହୋଇ ଶୋଇଲା ଆଉ ମୋ ହାତକୁ ନିଜ ହାତରେ ହିଁ ରଖିଲା। ତାର ଏହି କାମ ମୋ ସାରା ଶରୀରରେ ଏକ ସନସନାହଟ ସୃଷ୍ଟି କଲା ଆଉ ମୋ ହୃତ୍ସ୍ପନ୍ଦନ ତୀବ୍ର ହେବାକୁ ଲାଗିଲା। କିନ୍ତୁ ସେ ଏପର୍ଯ୍ୟନ୍ତ କୌଣସି ହରକତ କରିନଥିଲା। କିଛି ସମୟ ତାକୁ ମୋ ହାତକୁ ନିଜ ହାତରେ ଏମିତି ହିଁ ଧରି ରଖିଲା। ତାପରେ ସେ ମୋ ପାଖରେ ଆସି ଧୀରେ ମୋ କାନରେ କହିଲା, ମୁଁ ପାଖ ଷ୍ଟୋର ରୁମକୁ ଯାଉଛି। କିଛି ସମୟ ପରେ ସେଠାକୁ ଆସ। ଏତିକି କହି ସେ ପଛକୁ ହଟିଲା ଆଉ ବସି ଚାରିଆଡ଼େ ଜାତିଆ ନେଲା। ତାପରେ ସେ ଉଠି କୋଠରୀରୁ ବାହାରକୁ ଚାଲିଗଲା। ତାର ଏହି କଥା ଶୁଣି ମୁଁ ପୁରାପୁରି ମୋ ହୋସ୍ ହରାଇ ବସିଲି। ମୁଁ ଭାବୁଥାଏ ଯେ ଯେଉଁ ଝିଅ ମୋ ସହ କଥା ବି କହୁନଥିଲା, ସେ ମୋତେ ଏହି ରାତିରେ ଏକାକୀ ଭେଟିବାକୁ କହୁଛି। ଖେର ଆଲୁଅ ଏପର୍ଯ୍ୟନ୍ତ ଆସିନଥିଲା ଆଉ ମାଉସୀ ଖରାଟ ଦେଇ ଶୋଇଥିଲେ। ତାପରେ ମୁଁ ଉଠିଲି ଆଉ କୋଠରୀରୁ ବାହାରକୁ ଆସିଲି। ଅନ୍ଧାର ହେତୁ ମୋତେ କିଛି ଦିଶୁନଥିଲା। ମୁଁ ଧୀରେ ଧୀରେ ଟାଣି ଟାଣି ଷ୍ଟୋର ରୁମକୁ ଆଡ଼କୁ ଗଲି। ମୁଁ ଷ୍ଟୋର ରୁମ୍ ଭିତରେ ପଶିବା ମାତ୍ରେ ସେ ମୋତେ ଧରି ନିଜ ସହ ଲଗାଇଦେଲା। ସେ ଦୁଆର ପାଖରେ ଛିଡ଼ା ହୋଇ ମୋର ଅପେକ୍ଷା କରୁଥିଲା। ତାପରେ ସେ ନିଜର ପ୍ରେମର ଇଜହାର କଲା। ମାତ୍ର 2-3 ଦିନରେ ଆମେ ଏକା ଅନ୍ୟ ସହ ପ୍ରେମରେ ପଡ଼ିଗଲୁ। କିନ୍ତୁ ଯେତେବେଳେ ମୁଁ ନିଜ ଘରକୁ ଯିବାକୁ ଚାଲିଲି, ତାର ଆଖିରେ ଲୁହ ଥିଲା। ମୁଁ ତା ପାଖକୁ ଯାଇ କହିଲି, ଏହା ଭାବ ନାହିଁ ଯେ ମୁଁ ତୁମ ସହ କେବଳ ସମୟ ଗୁଜାରିଛି। ମୋତେ ତୁମ ସହ ପ୍ରେମ ହୋଇଛି ଆଉ ଘରେ ପହଞ୍ଚି ମୋ ମାଆଙ୍କୁ ରିସ୍ତା ପାଇଁ ତୁମ ଘରକୁ ପଠାଇବି। ଏହା ଶୁଣି ସେ ଲାଜରେ ନିଜ ଆଖି ତଳକୁ କଲା। ମୁଁ ତାର ଲୁହ ପୋଛି ଘରକୁ ଚାଲିଗଲି। ଘରେ ପହଞ୍ଚି ମୁଁ ମୋ ମା ବାପାଙ୍କୁ ରିସ୍ତା ପାଇଁ ପଠାଇଦେଲି। ମୋ ମା ବାପାଙ୍କୁ ମଧ୍ୟ କୌଣସି ଆପତ୍ତି ନଥିଲା। ତାପରେ ମାଉସୀ ମଧ୍ୟ ମଞ୍ଜୁରି ଦେଲେ ଆଉ ଏହିପରି ଆମର ବିବାହ ହେଲା। ବନ୍ଧୁମାନେ, ଯଦି କାହାଣୀ ପସନ୍ଦ ହୋଇଛି ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପୁଣି ଏକ ନୂଆ ଓ ରୋଚକ କାହାଣୀରେ ଭେଟିବୁ। ଧନ୍ୟବାଦ।